अरे साथी हाँ कौन देखु ମୁଁ ତ ଗୋଟେ ଜିନିଷ ଦେଖି ଛାନିଆ ଗଛରୁ କେମିତି କ୍ଷୀର ପଡୁଛି ସେଟା ଭାବୁଛି। ଗଛର ନାଁ କଣ ଆହୁରି ନିମ ଗଛ। ନିମ ଗଛରୁ ମିଠା କ୍ଷୀର ପଡୁଛି। ସାରା ଲୋକ ଦେଖୁ ସମସ୍ତ ସନ୍ଧ୍ୟା 6ଟାରୁ ଏବେ କେତେଟା ହେଲାଣି ଟାଇମ୍ ଏମିତି ଅଛି। ଆରେ ଏଠି ମାରଲା ସେଠି ମାରଲା ଦେଖିବା ଟାଇମ୍ ଏବେ 9:50 ହେଲାଣି। ତମେ ସେ କ୍ଷୀର ଚେକ୍ କଲ କି? ନାଇଁ ମୁଁ ପାଇନି ତ ତଳେ ଯେତେ ଗହଳି ଅଛନ୍ତି ମୋର ଠେଲା ପେଲା କରିଦେବ ବୋଲି ମୁଁ ଯାଇନି। ଏଟା ଆଇଲେ କ୍ଷୀର ପଡୁଛି ଦେଖିଦେଲୁ ପଳାଇଲେ 6ଟାରୁ ପୁଣି ପଡୁଛି। ଦେଖନ୍ତୁ କେତେ ସାରା ଲୋକ ସେ କ୍ଷୀରଟା ପଡୁଛି ଯେ ମାନେ ଏଟା ଲିମ ଗଛଟା ତାପରେ ନିମ ଗଛରେ ଅବଭିୟସଲି ପିତା ପଡିବା କଥା ମିଠା କେମିତି ପଡୁଛି ମିଠା ସେଇଟା ପୁରା ଜାଣିବା ଲାଗୁଛି। ମୁଁ ମଧ୍ୟ ଟେଷ୍ଟ କଲେ ମିଠା ଲାଗିଲା। ମୁଁ ଫାଷ୍ଟରେ ଆସୁ ଆସୁ ଭାବିଲି କ୍ଷୀର ପାଣି ମିଶେଇକି ବରଫ କରିକି ରଖିଦେଇଛନ୍ତି ବୋଲିକି କିନ୍ତୁ ଏବେ ଆମେ ଆସିକି କିଛି ନହେଲେ 15ରୁ 20 ମିନିଟ୍ କି ଅଧିକା ଆଗେ ହବ କିନ୍ତୁ ସେଇଟା ସେମିତିକା ରହିଛି। ଲାଇଟ୍ ଟା ପରଫେକ୍ଟଲି କିଏ ପକଉନାହାନ୍ତି ଲାଇଟ୍ ଟା 6ଟାରୁ ପଡୁଛି 6ଟାରୁ ପଡୁଛି ବୋଲିକି ଶୁଣିଲୁ ବାକି ଏବେ ତ ଆସିକି ଆମେ 15-20 ମିନିଟ୍ ହେଇଗଲା। ମିଠା ଲାଗୁଛି ମିଠା ଲାଗୁଛି ମିଠା ପଇଡ ବାଲା ଲାଗିଲା ନା ଅଧଘଣ୍ଟା ଉପରେ ହେଲାଣି ମୁଁ ଅଛି ଆମ ଘର ଗୋଟେ ବିଶ୍ୱାସ ଅଛି ଏଇଟା ଥିଲା ଜାଣିନି କିଏ ଜାଣିପାରୁନି।